ପିଲାମାନେ ତୁମେ ଷ୍ଟିଫେନ୍ ହକିନ୍ସଙ୍କ ନାମ ଶୁଣିଥିବ। এই ଷ୍ଟିଫେନ୍ ହକିଂ ପିଲାବେଳୁ ଏକ ଦୁରାରୋଗ୍ୟରେ ପୀଡ଼ିତ ହୋଇ 55 ବର୍ଷ କାଳ ହୁଇଲ୍ ଚେୟାରରେ ବସି ରହିଥିଲେ। ହେଲେ ସେ ଥକି ଯାଇନଥିଲେ, ହାରି ଯାଇନଥିଲେ। ସେ ଜୀବନ ଯୁଦ୍ଧରେ ଜିତିଥିଲେ। ଆମର ହାତ ଗୋଡ଼ ଥାଇ, ଆଖି ଥାଇ, ଦେଖିପାରୁଥାଇ, କାର୍ଯ୍ୟ କରିପାରୁଥାଇ ଆମେ ଯାହା କରିପାରୁ ନାହାନ୍ତି ବା କରିପାରିବା ନାହିଁ, ସେ ତାଙ୍କ ହାତ ଗୋଡ଼ ସବୁ ଅଚଳ ହୋଇ ମଧ୍ୟ, ସେ ଗୋଟିଏ ଜାଗାରେ ପଡ଼ି ରହି ମଧ୍ୟ, କଥା କହିପାରୁନଥିଲେ ମଧ୍ୟ ସେ ଆମ ମାନବ ସମାଜ ପାଇଁ ଏତେ ବଡ଼ ତ୍ୟାଗ କରି ଯାଇଛନ୍ତି। ବ୍ଲାକ୍ ହୋଲ୍ ବିଷୟରେ ଥିଓରି ସେ ପ୍ରଦାନ କରିଛନ୍ତି ଏବଂ ସେ ଏକ ବିରାଟ ପୁସ୍ତକ ଲେଖିଛନ୍ତି ଯାହା ବିଜ୍ଞାନକୁ ସମ୍ପୂର୍ଣ୍ଣ ରୂପେ ତାକୁ ନୂତନ ଦିଶା ଯୋଗାଇଛି। ଏ ହେଉଛି ନିଜ ଭିତରେ ଥିବା ଜୋଶ। ଯେଉଁମାନେ ଷ୍ଟିଫେନ୍ ହକିନ୍ସଙ୍କ ଭିଡ଼ିଓ ଦେଖି ନାହାନ୍ତି ସେମାନେ ସଞ୍ଜୟ ମୋଟିଭେସନ୍ ଚ୍ୟାନେଲକୁ ଯିବେ ଏବଂ ସେଠି ଷ୍ଟିଫେନ୍ ହକିଂ ସର୍ଚ୍ଚ କରିବେ, ପାଇଯାଇପାରିବେ। ନହେଲେ ମୁଁ ତଳେ ଲିଙ୍କ୍ ଦେଇଦେଉଛି, ଆପଣ ଦେଖିଦେଇପାରିବେ। ତ ପିଲାମାନେ ତାଙ୍କ ଜୀବନ ଦେଖିଲେ ଆମେ ନିଶ୍ଚୟ ଅନେକ କଥା ଶିଖିବା, ଆମ ଭିତରେ ଜୋଶ ବଢ଼ିବ। ଏଇ ତାଙ୍କରି ଗୋଟିଏ ଥଟ୍କୁ ନେଇକି ବା ତାଙ୍କର ଜୀବନକୁ ନେଇକି ଆମେ ଆଜିର କ୍ଲାସ୍ ଆରମ୍ଭ କରିବା। ଆଜି ମଧ୍ୟ ଆମେ ପଢ଼ୁଛନ୍ତି ସେଇଭଳି ବୈଜ୍ଞାନିକଙ୍କର ବିଷୟ ବା ବୈଜ୍ଞାନିକ ଦୃଷ୍ଟିକୋଣର କଥା। ବୈଜ୍ଞାନିକ ଦୃଷ୍ଟିକୋଣ ବା ବୈଜ୍ଞାନିକ ମନୋବୃତ୍ତି। ପ୍ରଥମ କ୍ଲାସ୍ ସରିଥିଲା, ଆଜି ହେଉଛି ଦ୍ୱିତୀୟ କ୍ଲାସ୍। ଆଜି ଆମେ ଜାଣିବା ଏଇ ବୈଜ୍ଞାନିକ ମନୋବୃତ୍ତିର ପରବର୍ତ୍ତୀ କଥା କ'ଣ ଥିଲା। ଆମେ ପୂର୍ବରୁ ପଢ଼ିଥିଲେ ଯେ ଜଣେ ଶିକ୍ଷକ, ବିଜ୍ଞାନ ଶିକ୍ଷକ କିଭଳି ଭାବରେ ବିଦ୍ୟାଳୟରେ ବା କ୍ଲାସ୍ ରୁମ୍ରେ ପଢ଼ାଇଲା ବେଳେ ସେ ବୈଜ୍ଞାନିକ ମନୋବୃତ୍ତି ଧାରଣ କରିଥାଏ ଏବଂ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁଥାଏ। କିନ୍ତୁ ଯେତେବେଳେ ସେ ଅନ୍ୟ ସମୟରେ ଅନ୍ୟ ଶିକ୍ଷକଙ୍କ ସହିତ ହେଉ ବା ଅନ୍ୟ ଲୋକଙ୍କ ସହିତ ହେଉ କଥାବାର୍ତ୍ତା କରୁଥାଏ, କୌଣସି ବିଷୟରେ ଯୁକ୍ତି ଉପସ୍ଥାପନ କରୁଥାନ୍ତି, ସେତେବେଳେ ସେ ବାୟାସ୍ଡ ହେଇଯାଆନ୍ତି, ଅର୍ଥାତ୍ ପାର୍ସିଆଲ ତାଙ୍କର ମତ ଦେଖା ଦେଇଥାଏ, ଅବୈଜ୍ଞାନିକ ମତବୃତ୍ତି ଦେଖା ଦେଇଥାଏ। ଧର୍ମ କଥା ହେଉ, ରାଜନୀତି କଥା ହେଉ, ତାଙ୍କର ମତଟିକୁ ସେ ସାବ୍ୟସ୍ତ କରିବା ପାଇଁ, ଉଚିତ ସାବ୍ୟସ୍ତ କରିବା ପାଇଁ ସେ କ'ଣ କରନ୍ତି ନା ନିଜ ମତକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି ଏବଂ ତାକୁ ଠିକ୍ ବୋଲି ପ୍ରମାଣିତ କରିବା ପାଇଁ ଯତ୍କିଞ୍ଚିତ୍ ଚେଷ୍ଟା କରିଥାନ୍ତି। ତେବେ ବିଷୟକୁ ଯିବା ପୂର୍ବରୁ ଆମେ ଆଲୋଚନା କରିବା, ପୂର୍ବ କ୍ଲାସ୍ରେ ଦିଆଯାଇଥିବା କିଛି ପ୍ରଶ୍ନ ସନ୍ଧି ବିଚ୍ଛେଦ କରିବା ପାଇଁ ଦିଆଯାଇଥିଲା। ପୁସ୍ତକାଗାର, ତାର ହେବ ସଠିକ୍ ଉତ୍ତର ପୁସ୍ତକଯୁକ୍ତ ଆଗାର। ବିଦ୍ୟାଳୟ, ବିଦ୍ୟାଯୁକ୍ତ ଆଳୟ। ଗଣେଶ, ଗଣଯୁକ୍ତ ଈଶ। ମହେଶ୍ୱର, ମହାଯୁକ୍ତ ଈଶ୍ୱର। ମହର୍ଷି, ମହାଯୁକ୍ତ ଋଷି। ଇଏ ସମସ୍ତ ତୁମକୁ ଦିଆଯାଇଥିଲା, ତୁମମାନେ ଶିଖିଥିବ ବା ଲେଖିଥିବ। ଯେଉଁମାନେ ଲେଖିଛନ୍ତି ବହୁତ ଧନ୍ୟବାଦ। ଯେଉଁମାନେ ଲେଖିନାହାନ୍ତି ସେମାନଙ୍କୁ ଅନୁରୋଧ ସେମାନେ ଲେଖିବା ପାଇଁ ଚେଷ୍ଟା କରିବେ। ଏବଂ ଆହୁରି ମଧ୍ୟ କହି ରଖେ, ଯେଉଁ ପିଲାମାନେ ଗୋଟିଏ ଆସୁଛି ଏଥିମଧ୍ୟରୁ, ଅନ୍ୟ ଆସୁନାହିଁ, ଗୋଟିଏ ଆସୁଛି, ଦୁଇଟି ଆସୁଛି, ତଥାପି ଲେଖିବା ପାଇଁ ଚେଷ୍ଟା କର। ଗୋଟିଏ ଦୁଇଟି, ଅନ୍ୟ ନ ଲେଖ। ଯେତିକି ଆସୁଛି ସେତିକି ଲେଖିଲେ ଭଲ ଗୋଟେ କମ୍ପିଟେନ୍ସି ବଢ଼ିବ, ଗୋଟେ ପଢ଼ିବାରେ ଇଚ୍ଛା ଜାଗ୍ରତ ହେବ। ସେଥିପାଇଁ ଆଜିର ଯେଉଁ ପ୍ରଶ୍ନ ରହିବ କ୍ଲାସ୍ର ଶେଷରେ, ସେ ପ୍ରଶ୍ନର ଉତ୍ତର ସମସ୍ତେ ଦେବା ପାଇଁ ଚେଷ୍ଟା କରିବ। ଗୋଟିଏ ଉତ୍ତର ଆସିଲେ ବି ଗୋଟିଏ ଲେଖିଦେବ, କିଛି ଅସୁବିଧା ନାହିଁ। ଆଉ ଯାହା ନ ବୁଝିପାରିବ ମୋତେ ପଚାରିବ। ଆମେ ଆଗକୁ ଯିବା। ଜଣେ ବ୍ୟକ୍ତି କେତେକ ପ୍ରଶ୍ନ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କଲାବେଳେ ଆଉ କେତେକ ପ୍ରଶ୍ନ ସମ୍ବନ୍ଧରେ ତାଙ୍କର ମତାମତ ଏପରି ଅବୈଜ୍ଞାନିକ ହୁଏ କାହିଁକି? ପ୍ରଶ୍ନ ଉଠୁଛି, ଜଣେ ବ୍ୟକ୍ତି, ସେ ବିଜ୍ଞାନ ଶିକ୍ଷକ ହୁଅନ୍ତୁ, ଇତିହାସ ଶିକ୍ଷକ ହୁଅନ୍ତୁ, ଗଣିତ ଶିକ୍ଷକ ହୁଅନ୍ତୁ ବା ସାହିତ୍ୟ ଶିକ୍ଷକ ହୁଅନ୍ତୁ, କେତେକ ପ୍ରଶ୍ନ ସେ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କରନ୍ତି, ତାକୁ ସମଭାବାପନ୍ନ ହୋଇ ସମାନ ଭାବରେ ବିଚାର କରନ୍ତି, ସମସ୍ତଙ୍କ ଦୃଷ୍ଟିରେ ସମସ୍ତଙ୍କ ପାଇଁ ଯେମିତି ଉପଯୁକ୍ତ ହୋଇପାରିବ, ସମାନ ହେବ, ସେମିତି କହୁଥିଲା ବେଳେ ଅନ୍ୟ ଏକ କଥା କାହିଁକି ସେ ଅବୈଜ୍ଞାନିକ ହୁଏ? ଏହାର କାରଣ ଆମର ବିଶ୍ୱାସ ସବୁ ବ୍ୟକ୍ତିଗତ ଇଚ୍ଛା ଦ୍ୱାରା ପ୍ରଭାବିତ। ଲେଖୁଛନ୍ତି ଏଠି ପ୍ରାବନ୍ଧିକ, ଏହାର କାରଣ କ'ଣ? ଆମେ କାହିଁକି ଗୋଟିଏ କଥାକୁ ବୈଜ୍ଞାନିକ ଭାବରେ ଆଉ ଗୋଟେ କଥାକୁ ଅବୈଜ୍ଞାନିକ ଭାବରେ ନେଇଥାନ୍ତି? ଯେଉଁମାନେ ପୂର୍ବ କ୍ଲାସ୍ ଦେଖିନାହାନ୍ତି ସେମାନେ ବୁଝିବା ଟିକେ କଷ୍ଟ ହେବ, ତେଣୁ ପୂର୍ବ କ୍ଲାସ୍ ମଧ୍ୟ ଦେଖିବା ବିଧେୟ ବା ଜରୁରୀ। ପ୍ଲେଲିଷ୍ଟକୁ ଯାଇକି ପୂର୍ବ କ୍ଲାସ୍ ପାଇପାରିବ। ଆମର ବିଶ୍ୱାସ ସବୁ, ଆମେ ଯାହାକୁ ବିଶ୍ୱାସ କରନ୍ତି, ଯେଉଁ କଥାକୁ ବିଶ୍ୱାସ କରନ୍ତି, ଏସବୁ ବ୍ୟକ୍ତିଗତ ଇଚ୍ଛା ଦ୍ୱାରା ପ୍ରଭାବିତ ହୋଇକି ରହିଛି। ବ୍ୟକ୍ତିଗତ ଇଚ୍ଛା କ'ଣ ନା ଆମେ ବ୍ୟକ୍ତିଗତ ଭାବେ
କେଉଁ ଜିନିଷକୁ ପସନ୍ଦ କରୁଛନ୍ତି। ଧରି ନେବା ମୁଁ ନାଲି ରଙ୍ଗକୁ ପସନ୍ଦ କରେ ବା ମୁଁ ନୀଳ ରଙ୍ଗକୁ ପସନ୍ଦ କରେ। ଯଦି ମୁଁ ନୀଳ ରଙ୍ଗକୁ ପସନ୍ଦ କରୁଛି ତେବେ ମୁଁ ପ୍ରତ୍ୟେକ ଜିନିଷରେ ନୀଳ ରଙ୍ଗଟା ଖୋଜିବି ମନେ ମନେ। ଯଦି ଆଉ କେହି ଜଣେ ନାଲି ରଙ୍ଗ ପସନ୍ଦ କରୁଛି ତାହେଲେ ମୋ ମନ ଭିତରେ ଗୋଟେ ଅସନ୍ତୋଷ ଦେଖାଦେବ, ନା ବୋଧେ ସେ ଭୁଲ ପସନ୍ଦ କଲା, ନୀଳଟା ହିଁ ଭଲ ଲାଗିଥାନ୍ତା। କିନ୍ତୁ ଏହା ମୁଁ ଭୁଲି ଯାଉଛି ମୋତେ ଯେମିତି ନୀଳ ପସନ୍ଦ, ହୁଏତ ଅନ୍ୟକୁ ନାଲି ପସନ୍ଦ ହେଇପାରେ, ହଳଦିଆ ପସନ୍ଦ ହେଇପାରେ, କାହାକୁ ସବୁଜ ପସନ୍ଦ ହେଇପାରେ, କିନ୍ତୁ ତାହା ମୁଁ ବୁଝେ ନାହିଁ। ମୁଁ କ'ଣ କରେ ନା ମୋର ବ୍ୟକ୍ତିଗତ ଇଚ୍ଛା ହେଉଛି ନୀଳ, ତେଣୁ ମୁଁ ଅନ୍ୟମାନଙ୍କୁ ମଧ୍ୟ ନୀଳ ପାଇଁ ବାଧ୍ୟ କରିଦିଏ, ନୁହେଁ କି? ଏମିତି ହୁଏନି କି ତୁମମାନଙ୍କର ଯେଉଁଟା ପସନ୍ଦ ଥିବ ତୁମେ ସେଇଟାକୁ କହିବ। ଅନେକ ସମୟରେ ଦେଖିବ ଯଦି କୌଣସି ପିଲା ଗୋଟିଏ ନିର୍ଦ୍ଦିଷ୍ଟ କମ୍ପାନୀର ମୋବାଇଲ ବ୍ୟବହାର କରୁଥିବେ, ତାଙ୍କ ବାପା ତାଙ୍କୁ ପଚାରିଲେ ସେ ସେଇ ନିର୍ଦ୍ଦିଷ୍ଟ କମ୍ପାନୀର ମୋବାଇଲକୁ ଭଲ କହିବ, ନୁହେଁ କି? ଯଦି ଗୋଟେ ପିଲା ନିର୍ଦ୍ଦିଷ୍ଟ ହିରୋ ନିର୍ଦ୍ଦିଷ୍ଟ ହିରୋଇନକୁ ଭଲ ପାଉଥିବ ବା ତାଙ୍କର ବଡ଼ ଫ୍ୟାନ୍ ଥିବ, ନିର୍ଦ୍ଦିଷ୍ଟ ଖେଳାଳି ଯଦି ଜଣେ ସଚିନ ଜଣେ ବିରାଟ କୋହଲିଙ୍କର ଫ୍ୟାନ୍, ତେବେ ସେ ଯେତେ ପ୍ରକାର କହିଲେ ମଧ୍ୟ ବିରାଟ କୋହଲିଙ୍କୁ ଭଲ ବୋଲି ପ୍ରତିପାଦିତ କରୁଥିବେ। କିନ୍ତୁ ତାହା ବାସ୍ତବରେ ଅବୈଜ୍ଞାନିକ। ତୁମ ବିରାଟ କୋହଲିକୁ ଭଲ ପାଇପାର, କିନ୍ତୁ ଅନ୍ୟ ଜଣେ ମଧ୍ୟ ଅନ୍ୟକୁ ଭଲ ପାଇପାରିବ। ଏ ସ୍ୱାଧୀନତା କଥାରେ ରହୁ। ଆମେ କାହାକୁ ଜୋର ଜବରଦସ୍ତ କରିକି କୋହଲି ଭଲ ବୋଲି ତା ମନ ଭିତରେ ପ୍ରବେଶ କରିପାରିବା ନାହିଁ। କେତେଗୁଡ଼ିଏ ବିଶ୍ୱାସର ଯୁକ୍ତିଯୁକ୍ତ କାରଣ ଥିଲେ ମଧ୍ୟ ଆମର ଅଧିକାଂଶ ବିଶ୍ୱାସ କେବଳ ଦିବା ସ୍ୱପ୍ନ। କିଛି କାରଣ ଯୁକ୍ତିଯୁକ୍ତ କାରଣ ଅଛି କିଛି ବିଶ୍ୱାସରେ। କିଛି ବିଶ୍ୱାସ କ'ଣ? ଆମେ ସେଇ ଏକ୍ଜାମ୍ପଲ୍ ନେବା, ଧରାଯାଉ ଆମେ କୋହଲିକୁ ଆମେ ଭଲ କହୁଛନ୍ତି। ଯଦି ବ୍ୟାଟିଂରେ କଥା ଆସିବ, ଜଣେ ଆମେ କଥା ପଡ଼ିଛି ଯେ କେଉଁ ବ୍ୟାଟ୍ସମ୍ୟାନ୍ ଜଣକ ଭଲ, ତେବେ ଆମେ ନିଶ୍ଚିତ କୋହଲି କହୁଛନ୍ତି। ଅନ୍ୟ ଜଣେ କ'ଣ କହୁଛି ନା ସେ ଆଶିଷ ନେହରା କଥା କହୁଛି, ବୁମ୍ରା କଥା କହୁଛି, ଯିଏକି ବୋଲର। ସେଇ ଜାଗାରେ ଆମେ ଯୁକ୍ତିଯୁକ୍ତ କାରଣ ଅଛି ଯେ ବ୍ୟାଟିଂରେ ରନ୍ ରେଟ୍ ଭଲ ଅଛି କାହାର, କୋହଲିର, ତେଣୁ ଆମେ କୋହଲି କହୁଛନ୍ତି। ଏଇଟା ଯୁକ୍ତିଯୁକ୍ତ କାରଣ। ଆଶିଷ ନେହରା କିମ୍ବା ବୁମ୍ରା କିମ୍ବା ଆଉ କେହି ସେମାନେ ବୋଲିଂ ଭଲ କରିପାରନ୍ତି କିନ୍ତୁ ବ୍ୟାଟିଂ ଭଲ କରନ୍ତି ନାହିଁ, ତେଣୁ ଏଠି ଯୁକ୍ତିଯୁକ୍ତ କାରଣ ଅଛି, ଆମେ କୋହଲିକୁ ସମସ୍ତଙ୍କର କହିପାରିବା। କିନ୍ତୁ ବେଳେବେଳେ ଯୁକ୍ତିଯୁକ୍ତ କାରଣ ନଥାଇ ମଧ୍ୟ ଆମେ ଅନେକାଂଶରେ କ'ଣ କରୁଛନ୍ତି ନା ତାଙ୍କ ସହିତ ଲଢ଼େଇ କରି ବସନ୍ତି ଯେ ଆମ ନିଜ ମତକୁ ନେଇକି। ଅଧିକାଂଶ ବିଶ୍ୱାସ କେବଳ ଦିବା ସ୍ୱପ୍ନ। ଅନେକ ବିଶ୍ୱାସ କେବଳ ଦିବା ସ୍ୱପ୍ନ, ମିଛରେ। ଆମେ ଯାହାକୁ ପସନ୍ଦ କରନ୍ତି ଆମେ ମିଛରେ ମଧ୍ୟ ତାକୁ ପ୍ରଶଂସା କରିବା ପାଇଁ ଲାଗନ୍ତି। ଯେଉଁ କେତୋଟି କଥାର ଯୁକ୍ତିଯୁକ୍ତ କାରଣ ଥାଏ ସେଗୁଡ଼ିକ ଆମର ବ୍ୟକ୍ତିଗତ ଇଚ୍ଛାର ସପକ୍ଷରେ ଥିବାରୁ ଏପରି ହୁଏ। ମନୋବୈଜ୍ଞାନିକ ବା ଦାର୍ଶନିକମାନଙ୍କ ବିଚାରକୁ ବାଦ ଦେଲେ ମଣିଷର ବିଶ୍ୱାସ ଗୁଡ଼ିକ ଭିତ୍ତିହୀନ ମଧୁର ସ୍ୱପ୍ନ ବୋଲି ଆମେ ସାଧାରଣ ଭାବେ ଲକ୍ଷ୍ୟ କଲେ ଜାଣିପାରିବା। ସେ କ'ଣ କହୁଛନ୍ତି? ସେ କହୁଛନ୍ତି ଯେ ଯଦି ମନୋବୈଜ୍ଞାନିକ, ସାଇକୋଲୋଜିଷ୍ଟ ଯାହାକୁ ଇଂରାଜୀରେ କୁହାଯାଏ, ମନୋବୈଜ୍ଞାନିକ ଓ ଦାର୍ଶନିକ ମାନଙ୍କ ବିଚାରକୁ ବାଦ ଦେଲେ, ସେମାନେ ବିଚାର କରନ୍ତି, ସବୁ କଥା ବିଚାର କରିକି ମତାମତ ଦିଅନ୍ତି। ମଣିଷର ବିଶ୍ୱାସ ଗୁଡ଼ିକ ଭିତ୍ତିହୀନ, ଯାହାର ଭିତ୍ତି ନାହିଁ। ଭିତ୍ତି ହେଉଛି ମୂଳଦୁଆ, ତାର କିଛି କୌଣସି ଆଶା ନାହିଁ। ମଧୁର ସ୍ୱପ୍ନ ବୋଲି ସାଧାରଣ ଭାବେ ଲକ୍ଷ୍ୟ କଲେ ଆମେ ଜାଣିପାରିବା। ଅଧିକାଂଶ ଲୋକଙ୍କର ନିଜର, ନିଜ ପରିବାରର, ନିଜ ଜାତି ଓ ଦେଶ ସମ୍ବନ୍ଧରେ ଆତ୍ମସନ୍ତୋଷ ଲାଭ କଲା ପରି ଅନେକ ବିଶ୍ୱାସ ଥାଏ। ଅନେକ ଲୋକ ବା ଅଧିକାଂଶ ଲୋକ କ'ଣ କରନ୍ତି? ଅଧିକ ଯୁକ୍ତ ଅଂଶ ଅଧିକାଂଶ ଲୋକ କ'ଣ କରନ୍ତି ନା ନିଜର, ନିଜ ପରିବାରର, ନିଜ ଜାତିର, ନିଜ ଦେଶ ସମ୍ବନ୍ଧରେ ଆତ୍ମସନ୍ତୋଷ ଲାଭ କଲା ପରି ଅନେକ ବିଶ୍ୱାସ ଥାଏ। କିଛି ବିଶ୍ୱାସ ଅଛି ଭାରତୀୟମାନେ, ଆମେ ବେଳେବେଳେ କୁହନ୍ତି ଭାରତବାସୀ ବଡ଼ ସାହସୀ। ଏ ବିଶ୍ୱାସ, ଏ କଥା ଯଦି ଆମେ କହିବା ସମସ୍ତ ଭାରତୀୟ ଭାବରେ ସମସ୍ତେ ସମର୍ଥନ କରିବେ କି ନାହିଁ? କିନ୍ତୁ ବାସ୍ତବରେ ଯଦି ଚିନ୍ତା କରାଯାଏ ସମସ୍ତ ଭାରତବାସୀ କ'ଣ ସାହସୀ କି? ନୁହନ୍ତି। ଅନେକ ଡରନ୍ତି। ମୁଁ ବି ଡରିପାରେ, ମୁଁ ବି ବହୁତ ଜିନିଷକୁ ଡରେ। ମୁଁ ବାଘକୁ ଡରେ, ମୁଁ ଭାଲୁକୁ ଡରେ, ମୁଁ ମଧ୍ୟ ବୋମା ବନ୍ଧୁକ ଦେଖିଲେ ଡରେ। ତୁମେମାନେ ମଧ୍ୟ ପିଲାମାନେ ତୁମେ ମଧ୍ୟ ଡରୁଥିବ, ନୁହେଁ କି? କିନ୍ତୁ ଆମେ ସମସ୍ତେ କେମିତି ଭାରତ ସାହସୀ ହେଇଗଲେ? ନାଇଁ, ଆମେ ଏଇଟା ଆମ ଦେଶ ପାଇଁ ଯେହେତୁ ଭାରତବାସୀ ଲାଗିଯାଇଛି, ତାହେଲେ ଆମକୁ କହିବାକୁ ସୁବିଧା ହେଉଛି ବା ଆମକୁ କହିବାକୁ ଭାରି ଭଲ ଲାଗୁଛି। ଯଦି ଏଠି କହିଥାନ୍ତେ ଚୀନବାସୀ ଭାରି ସାହସୀ, ତେଣୁ ଆମେ ଏଠି କହିଥାନ୍ତେ ଚୀନବାସୀ କ'ଣ ଭାରି ସାହସୀ, ଭାରତୀୟମାନେ ଭାରି ସାହସୀ, ବା ଆମେ ତାକୁ ବୟକଟ୍ କରିଦେଇଥାନ୍ତେ, ଆମେ ମାନିନଥାନ୍ତେ। ପାକିସ୍ତାନବାସୀ ଭାରି ସାହସୀ କହିଥିଲେ ଆମକୁ ଖରାପ ଲାଗିଥାନ୍ତା, ଆମେ ମାନିନଥାନ୍ତେ। ପାକିସ୍ତାନ ଆମର ଶତ୍ରୁ, ତେଣୁ ଆମେ ମାନିନଥାନ୍ତେ, ନୁହେଁ କି? ତ ସେଇଭଳି ଭାବରେ କାହିଁକି ଏଠି ଏକଥା ଘଟିଲା ନା ଏଠି ଆମ ଦେଶ କଥା ଉଠୁଛି। ଭାରତ ଆମ ଦେଶ, ଚୀନ ପାକିସ୍ତାନ ଆମ ଦେଶ ନୁହନ୍ତି।
जदि परिवार कथा कहुव तुम निज परिवार निज बापा माँ भाई भौणी जदि किसी भी करती ताल ताहा हमको भल लगे भूल कले मध्य हमको भल लगे नुहे कि आम ताको समर्थन करती मो बापा एक कथा करचंती तो यही भाव में निज परिवार किभली भाव में प्रभावित करिथाए आमर जो विश्वास को निज को बुद्धिमान विचारशील और निजर मतामत को निर्भुल बोली अधिकांश भावती अधिकांश लोक देख निज को भारी बुद्धिमान भावती आम निजे बहुत बुद्धिमान विचारशील सब पिला तुम्हें भी भाविन कि तुम्हें निज सबुठ अन्य मान बहुत चालाक बोली भाभी निश्चित भाव में बेले बेले कहनी कि से मो सहित पारनी पाठरे पारनी से मो सहित बुद्धि पारनी मु चालाक कर खसी आसबि निजर मतामत को निर्भुल बोली आम अधिकांश भावती सेहीपरि निजर परिवार को संभ्रांत और आदर्श परिवार निजर जाति को अन्य जाति श्रेष्ठ और बुद्धिमान एवं निज देशर इतिहास को सबुठ गौरवमय बोली अधिकांश व्यक्ति विश्वास करती मुझे एगुड़ा सब कहीगली निजे प्रकृत में जहाँ संबंध निजे प्रकृत में जहाँ निज संबंध में ताहाठू अति उच्च धारणा मनुष्य थाए निजे जहाँ ताठू अधिक आम भावी दियंती मुझे गीत गाऊँगी तेल मत लगे मु बोधे समस्त बहुत बढ़िया गीत गाऊँगी आउ गाई पारि मोर तेणे मोर कंठ कुआ भली बा श्रुगाल भली होता नुहे कि मु किंतु बेले बेले भावे बहुत सुंदर गीत मु गाऊँगी आहा केड़े सुंदर कंठ मोर बेले बेले आम मिरर पाखे ठिया घंटा घंटा आम निज शरीर को देखती निज चेहरा को देखती मुह को देखती नुहे कि कहीं ना आमको लगे आम बोधे बहुत सुंदर ओह आम केते सुंदर आमको लगे किंतु वास्तव में आम अटंती कि पारती नई भी पारती गोटे निर्वाचन में प्रत्येक दलर प्रचारक माने निज दल जयलाभ कर संभावना रखती ताठू अधिक आशा करती प्रत्येक बेले इलेक्शन आसो देख प्रत्येक दल बीजेडी हो कांग्रेस हो बीजेपी हो आम राज्य कथा कहले देश कथा कहले सेंट्रल कथा कहले सेमती हम अच्छी अनेक दल से कौन भावती ना आम दल से जानी था जी सीट पाइब जी परिमाण जितब तथापि से मैंने अधिक आशा करते अधिक भावी था पाइबे नुहे कि कौन युद्ध में भाग नहीं प्रत्येक देशर लोके निज देश बा निज देश जो दल अच्छी से दल विजय लाभ कर विश्वास रखती इंडिया पाकिस्तान मैच होमें मन भर गोटे पूर्वर फिक्स हो रही इंडिया जित नुहे कि आउ इंडिया जितले हम भारी खुशी होती पाकिस्तान भल खेली था बर कि इंडिया जितले भारी खुशी होती जदि आज इंडिया और चीन भीतर युद्ध लगी जाए आम जानी चीन सहित इंडिया प्राय पारिब ना कारण चीन अधिक क्षमताशाली तथापि आम मन भर था इंडिया जितब आम देश जितब यही जो विश्वास पूर्वर फिक्स हो रही आम मन भितर से वैज्ञानिक मनोभूति सृष्टि हो पारे ना कहीं ना मुझे आगुरी कही वैज्ञानिक मनोभूति या जे समस्त समान दृष्टि देखा विचार करवा हठात कौन निष्पत्ति ना ना विचार करवा भित्तिहीन मधुर स्वप्नर यहीपरि असंख्य उदाहरण दि जाए यही सब को कौन कह जाए भित्तिहीन मधुर स्वप्न ये स्वप्न गुड़िक भारी मधुर मिठा किंतु भित्तिहीन यार कौन भित्ति ना यार कौन आधार ना या कौन खंभ पर ठिया हुए ना या सत न हो पारे नुहे कि पचार दे पारे कौन कौन सब मधुर भित्तिहीन मधुर स्वप्न सब आम देखती सत्यर आविष्कार द्वारा समय समय आमर मधुर स्वप्न रे बाधा सृष्टि हुए मात्र ता क्षणिक हठात जो सत्यर आविष्कार हुए वास्तव कथा जना पड़ जाए समय समय आमर मधुर स्वप्न रे बाधा सृष्टि हुए मात्र ता क्षणिक अल्प समय क्षणिक क्षण युक्त इक क्षण माने मोमेंट आखि पिछुड़ा के अल्प समय से कौन कौन लाइन रे यही धाड़े से कहूँ चाहूँगी प्राबंधिक कहूँ चाहूँगी जे जितेबाला आम भावी दौरान इंडिया जितब इंडिया जितब इंडिया जितब आम मन भर गोटे फिक्स हो रही कौन कारण इंडिया हारीगला से आम कौन करती ना भावती हाँ निश्चय आज पाकिस्तान टी भल खेली आम इंडिया आज भूल कर धोनी को 4 नंबर में पठेवा कथा 6 नंबर में पठे से ताकू बोलिंग जाहिर खान को बोलिंग दवा कथा बोलिंग देला नहीं कैप्टेन ले टिके भूल रहा कौन खेल गोटे कैच छाड़देला तेणु से जीति पारानी आम एमती कथा कहीकि मन को बुझे नि किसी समय आम भावी दिखती आम भूल कि पुणी जो कथा से कथा जाए पुणी परदिन मैच को आम पुणी भावती इंडिया जितब इंडिया जितब इंडिया जितब ठीक नुहे समस्त चिंता कर
ନିଜକୁ ବୁଦ୍ଧିମାନ ବୋଲି ମନେ କରୁଥିବା ଛାତ୍ର ପରୀକ୍ଷାରେ ଖରାପ କଲେ ପ୍ରଥମେ ତାର ନିଜ ଯୋଗ୍ୟତା ଉପରେ ସନ୍ଦେହ ହୁଏ। ଯଦି ଜଣେ ବୁଦ୍ଧିମାନ ମନେ କରୁଛି ନିଜକୁ, ପରୀକ୍ଷାରେ କିନ୍ତୁ ଖରାପ କରିଦେଲା, ପ୍ରଥମେ ନିଜ ଯୋଗ୍ୟତା ଉପରେ ସନ୍ଦେହ ହୁଏ, ସତରେ ମୁଁ ପାରିବି ତ? ମାତ୍ର ପରୀକ୍ଷା ଦ୍ୱାରା ଛାତ୍ରର ଯୋଗ୍ୟତା ଜଣାପଡ଼େ ନା। ପରୀକ୍ଷା ଦ୍ୱାରା କ'ଣ ଛାତ୍ରର ଯୋଗ୍ୟତା ଜଣାପଡ଼େ କି? ଇତ୍ୟାଦି ନାନା କଳ୍ପନା କରି ସେ ପୁଣି ପୂର୍ବର ମଧୁର ସ୍ୱପ୍ନ ରାଜ୍ୟକୁ ଫେରିଯାଏ। କିଛି ବୁଝିଲା ନା? ଏଇଟା ତୁମମାନଙ୍କ କଥା କହିଛି, ବହୁତ ଭଲ କଥା କହିଛି। ଯେତେବେଳେ ନିଜକୁ ବୁଦ୍ଧିମାନ ମୁଁ ବହୁତ ଭଲ କରିବି ପରୀକ୍ଷାରେ ଭାବିକି ସେ ମନେ ମନେ ଗର୍ବ କରୁଥାଏ, ନିଜକୁ ସବୁଠାରୁ ବୁଦ୍ଧିମାନ, ନିଜକୁ ସବୁଠାରୁ ପାଠ ବୋଲି ଭାବୁଥାଏ। ହଠାତ୍ ଯଦି ପରୀକ୍ଷାରେ ଖରାପ କରିଦେଉଛି, ସେ କ'ଣ ଡିପ୍ରେସକୁ ଆସେ, ଚିନ୍ତା କରେ। କିନ୍ତୁ ପରେ ପୁଣି ସେ ଚିନ୍ତାରୁ ଆସିବା ପାଇଁ କ'ଣ କରେ, ନିଜେ ମନକୁ ମନ କହେ ଛାଡ଼ ହୋ, ପରୀକ୍ଷାରେ କ'ଣ ଛାତ୍ର ଯୋଗ୍ୟତା ଜଣାପଡ଼େ କି? ପରୀକ୍ଷାଟା ଖାଲି ଏମିତି ହେଉଛି ନା, ଆଉ ଏ କୋଶ୍ଚିନ୍ଟା କ'ଣ ପଢ଼ିବାର ଥିଲା କି? ସାର୍ ପକାଇ ଦେଇଛନ୍ତି ନା, ଆଉ ଏ ସିଲାବସ୍ରେ ଆମର ଇଏ ପ୍ରଶ୍ନ ଆସିନାହିଁ, ବାହାର ସିଲାବସ୍ରୁ ଆସିଛି, ଏଇଥିପାଇଁ ମୁଁ ଖରାପ କରିଦେଲି ନା। ଆଉ ତାହେଲେ ପୁଣି କ'ଣ ହୁଏ ନା, ସେ ପିଲା ପୁଣି ମନେ ମନେ ସେଇ ବୁଦ୍ଧିମାନ ବୋଲି ଗର୍ବ କରିବାକୁ ଲାଗେ। ମୁଁ ବୁଦ୍ଧିମାନ, ପ୍ରଶ୍ନର ଭୁଲ ଥିଲା। ମୁଁ ବୁଦ୍ଧିମାନ, ମୋ ପାଖରେ ପାଠ ଅଛି, ଶିକ୍ଷକ ପ୍ରଶ୍ନ ପକାଇବା ଭୁଲ କରିଦେଇଥିଲେ। ମୁଁ ବୁଦ୍ଧିମାନ, ମୋ ପାଖରେ ପାଠ ଅଛି, ହେଲେ ଆଜି କାଲି ରାତିରେ ମୁଁ ପାଠ ପଢ଼ିପାରିନଥିଲି, କରେଣ୍ଟ ନଥିଲା। ଏମିତି ବିଭିନ୍ନ କଥା ମନରେ ପଳାଇ ଆସେ। ନିଜକୁ ଜଣେ ଅତି ପ୍ରତିଭାବାନ କବି ମନେ କରୁଥିବା ବ୍ୟକ୍ତିଙ୍କର କବିତାର ଆଦର ନହେଲେ ସେ ନିଜ କବିତାର ଦୋଷ ଥାଇପାରେ ବୋଲି ନ ଭାବି ଲୋକମାନେ ତାଙ୍କ କବିତା ବୁଝିବାକୁ ଅକ୍ଷମ ବୋଲି ବିଚାର କରନ୍ତି। ଜଣେ ପ୍ରତିଭାବାନ କବି ଯେତେବେଳେ ତାଙ୍କର କବିତାକୁ କେହି ପଢ଼ିବେନି, ଆଦର କରିବେନି, କେହି ଦେଖିବେନି, ସେତେବେଳେ ନିଜ କବିତାର କ'ଣ ଦୋଷ ଅଛି ବୋଲି ନ ଭାବିକି ସେ ଲୋକମାନେ ତାଙ୍କ କବିତା ବୁଝିବାକୁ ଅକ୍ଷମ ବୋଲି ବିଚାର କରନ୍ତି। ଆଶ୍ଚର୍ଯ୍ୟ। ଉଣା ଅଧିକେ ମଣିଷ ଏହିପରି ଗୁଡ଼ିଏ ମଧୁର କଳ୍ପନାକୁ ଗ୍ରହଣ କରିନିଏ। ପ୍ରାୟ ସମୟରେ ମଣିଷ ଏଇଭଳି ମଧୁର କଳ୍ପନା ଗ୍ରହଣ କରିନିଏ। ଉପରୋକ୍ତ ଛାତ୍ର ବା କବିଙ୍କ ପରି କେବଳ ଅତ୍ୟଧିକ କଳ୍ପନା ବିଳାସୀ ଆମ ଆଖିରେ ପଡ଼ିଥାନ୍ତି। ଛାତ୍ର ହେଉ ବା କଳ୍ପନା ବିଳାସୀ, କଳ୍ପନା ବିଳାସୀ କବିଙ୍କୁ କାହିଁକି କୁହାଯାଏ ନା, ସେ ସବୁବେଳେ କଳ୍ପନାରେ ମଗ୍ନ ରହିଥାନ୍ତି। ଏମାନଙ୍କ କଥା ଆମ ଆଖିକୁ ଆସିଥାଏ, କିନ୍ତୁ ଆମକୁ ଛାଡ଼ିକି ଆଉ ଅନେକ ଲୋକ ଏମିତି ଥାନ୍ତି। ମନୁଷ୍ୟ ମଧୁର କଳ୍ପନାରେ ମଜ୍ଜି ଥିବାର ଲକ୍ଷ୍ୟ କରି ବାର୍ଟ୍ରାଣ୍ଡ ରସେଲ ଡ୍ରିମ୍ସ ଆଣ୍ଡ ଫ୍ୟାକ୍ଟସ୍ ପ୍ରବନ୍ଧରେ ଲେଖିଛନ୍ତି ଯେ ବସ୍ତୁତଃ ମନୁଷ୍ୟ ସ୍ୱପ୍ନାବସ୍ଥାରେ ଥାଏ। ବାର୍ଟ୍ରାଣ୍ଡ ରସେଲ କ'ଣ ଲେଖିଲେ ଏଇଟା ମନେ ରଖିବ। ସେ ଲେଖିଲେ ବସ୍ତୁତଃ ଅର୍ଥାତ୍ ସାଧାରଣତଃ ମନୁଷ୍ୟ ସ୍ୱପ୍ନାବସ୍ଥାରେ ଥାଏ, ସବୁବେଳେ ସେ ସ୍ୱପ୍ନରେ ଥାଏ, କିଛି ନା କିଛି ସ୍ୱପ୍ନରେ। ଓହ ମୁଁ ଗାଡ଼ି କରିବି, ଓହ ମୁଁ ବୁଦ୍ଧିମାନ, ଓ ମୁଁ ଚାଲାକ, ଓହ ମୋ ଘର ବହୁତ ସୁନ୍ଦର, ଏଇଟାକୁ ସେ ସ୍ୱପ୍ନାବସ୍ଥା ବୋଲି କହିଛନ୍ତି। ବାହ୍ୟ ଜଗତର କୌଣସି ଅପ୍ରତ୍ୟାଶିତ ଘଟଣାରେ କେବେ କେବେ ମୁହୂର୍ତ୍ତକ ପାଇଁ ତାର ନିଦ୍ରାଭଙ୍ଗ ହୋଇଥାଏ। ବାହ୍ୟ ଜଗତର ଅର୍ଥାତ୍ ବାହାର ଜଗତର କୌଣସି ଅପ୍ରତ୍ୟାଶିତ ମାନେ ଯାହା ଆଗରୁ ପୂର୍ବ ନିର୍ଦ୍ଧାରିତ ନୁହେଁ, ଆଗରୁ ଆସିବାର ନଥିଲା, ହଠାତ୍ ହେଇଗଲା ଘଟଣା, କେବେ କେବେ ମୁହୂର୍ତ୍ତକ ପାଇଁ ତାର ନିଦ୍ରାଭଙ୍ଗ ହୋଇଥାଏ। ଟିକିଏ ସମୟ ପାଇଁ ତା ନିଦ୍ରା ଭାଙ୍ଗିଯାଏ, ହେଲେ ଅତି ଶୀଘ୍ର ସେ ପୁଣି ସେଇ କଳ୍ପନା ମଧୁର ନିଦ୍ରା ଯୋଗୁଁ ଫେରିଯାଏ। ଯେଉଁ କଥାକି ଆମେ ପୂର୍ବରୁ ଆଲୋଚନା କଲେନି, ଯେଉଁ କିଛି ସମୟ ପାଇଁ ଯେତେବେଳେ ଆମେ ପରୀକ୍ଷାରେ ଖରାପ କରନ୍ତି ପିଲାଟି ଯାହା ଭାବେ, ସେଇ କଥାକୁ ଆଉ ଥରେ କହିଛନ୍ତି। ବର୍ତ୍ତମାନ ଆମେ ଏତିକି ଥାଉ, ଆମେ ପରବର୍ତ୍ତୀ କ୍ଲାସ୍ରେ ଅନ୍ୟ ଆଉ ଯେତିକି ରହିଲା ତାକୁ ଆଲୋଚନା କରିବା। ଅଳ୍ପ ପଢ଼ିବା, ଭଲ ପଢ଼ିବା, ଅଳ୍ପ ଖାଇବା, ଭଲ ଖାଇବା, ଅଳ୍ପରେ ହିଁ କ'ଣ ଥାଏ, ଭଲ ଥାଏ। ଶିଖିବାର ଉଦ୍ଦେଶ୍ୟ ଥିଲେ ଅଳ୍ପରେ ଅନେକ କିଛି ଜାଣିପାରିବା ଆମେ। ତେବେ ଆମେ ଆଜିର ପ୍ରଶ୍ନ ପ୍ରତିଶବ୍ଦ ଲେଖିବା ପାଇଁ ଦିଆଯାଇଛି। ପ୍ରଶ୍ନ ଭିତରେ କ'ଣ ରହିଛି ନା ଧ୍ୱଜା, ଦ୍ୱିତୀୟରେ ରହିଛି ମାନବ, ତୃତୀୟରେ ପୃଥିବୀ, ଚତୁର୍ଥରେ ପୋଖରୀ, ପଞ୍ଚମରେ ପଦ୍ମ। ଏ 5ଟି ଶବ୍ଦର ତୁମେ ତାର ପ୍ରତିଶବ୍ଦ ଲେଖିକି ଇନବକ୍ସରେ ଦେଖାଇବ। ଏଥିରୁ ଗୋଟିଏ ଶବ୍ଦ ବି ଯଦି ଜାଣିଥାଅ ତାହେଲେ ଗୋଟିଏ ବି ଲେଖିପାରିବ, କିଛି ଅସୁବିଧା ନାହିଁ। କିନ୍ତୁ ପାର୍ଟିସିପେଟ୍ ରହିଲେ ତୁମର ଗୋଟେ ପାର୍ଟିସିପେସନ୍ ବଢ଼ିଲେ ତୁମର ପଢ଼ିବାକୁ ଇଚ୍ଛା ହେବ, କମ୍ପିଟିସନ୍ ମାଇଣ୍ଡ ସୃଷ୍ଟି ହେବ ଇତ୍ୟାଦି। ମୁଁ ମଧ୍ୟ ସମସ୍ତଙ୍କୁ ଦେଖୁଛି କେଉଁମାନେ କମେଣ୍ଟ ଦେଉଛନ୍ତି। ଧନ୍ୟବାଦ। ଆଜିର କ୍ଲାସ୍କୁ ଆମେ ଏଇଠି ରଖିବା ଏବଂ ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ସେମାନେ ଚ୍ୟାନେଲ୍ ସବସ୍କ୍ରାଇବ୍ କରିଦେବେ। ନୂଆ ନୂଆ ଭିଡ଼ିଓ ଆଗକୁ ଆହୁରି ଆସିବ, ରଚନା ଆସିବ, ଦରଖାସ୍ତ ଆସିବ, ଗ୍ରାମାର ଆସିବ, ସବୁକିଛି ଆସିବ। ଯଦି ଭିଡ଼ିଓ ଭଲ ଲାଗୁଛି ଲାଇକ୍ ତ ନିଶ୍ଚୟ କରିବ। ସମସ୍ତେ ଖୁସିରେ ଥାଅ, ତୁମ ଖୁସିରେ ହିଁ ମୋ ଖୁସି।